ଏଠି ମୁଁ ବନାଉଛି ଦେଖ କ'ଣ ନା ଭେଜ୍ ବିରିୟାନୀ। ସବୁ ପରିବାକୁ ଭାଜିକି ଅଲରେଡ଼ି ରଖିଦେଇଥିଲି, ପିଆଜ ଫିଆଜ ଭାଜିକି। ଏଥିରେ ମୁଁ ଦେଇଛି ଗରମ ମସଲା, ଧନିଆ ପାଉଡ଼ର ଆଉ ଜିରା ପାଉଡ଼ର ଆଉ ହେଲା ବିରିୟାନୀ ମସଲା ଆଉ ଲଙ୍କା ପାଉଡ଼ର। ତାକୁ ଭଲସେ ମିକ୍ସ କରିଦେବା। ଆଉ ତାପରେ ଆମେ ଏଇଠି ଦହି ସେଇ 2-3 ଚାମଚ ନେଇ ତାକୁ ଭଲସେ ଫେଣ୍ଟି ଦେବା। ଫେଣ୍ଟିକି ତା ଦେହରେ ଦେଇଦେବା, କାହିଁକିନା ଟିକେ ଥିକନେସ୍ ପାଇଁ। ଆଉ ଦହିଟା ବି ଭଲ ଲାଗେ ବିରିୟାନୀରେ, ତ ସେଥିପାଇଁ ମୁଁ ଗୋଳେଇକି ଢାଳି ଦେଉଛି। ତାପରେ ତାକୁ ଭଲସେ ମିକ୍ସ କରିଦେବା। ମିକ୍ସ କରିଦେଲି ଭଲ ଭାବରେ। ଦେଖନ୍ତୁ ଏଠି ହେଇଗଲା, ମୁଁ ବନ୍ଦ କରିଦେଲି। ଏପଟେ ଗୋଟେ ଜାଗାରେ ପାଣି ନେଇଯିବା, ଆଉ ତା ଦେହରେ ଗୋଟା ଗରମ ମସଲା ଦେଇଦେବା, ଆଉ ତାକୁ ଭଲସେ ଫୁଟିବା ପାଇଁ କିଛି ସମୟ ଛାଡ଼ିଦେବା। ସେ ଭଲସେ ଫୁଟିଗଲେ ତା ଦେହରେ ଟିକେ ଲୁଣ ବି ଦେଇଦେବା ଆମେ, କାହିଁକିନା ଚାଉଳରେ ଲୁଣ ଦେବା ନିହାତି ଜରୁରୀ। ଆଉ ଏଠି ମୁଁ ଟିକେ ଇଏ ପାଇଁ ଭିନେଗାର ଦେଇଛି, ଆପଣ ଚାହିଁଲେ ଏଇଟା ଦେଇପାରିବେ, ନାହିଁ ତ ସ୍କିପ୍ କରିପାରିବେ। କାହିଁକିନା ଆର ଭିନେଗାର ଦେଲେ ଆର ସ୍ମେଲ୍ଟା ଟିକେ ଭଲ ଆସେ, ଆଉ ଚାଉଳଟା ଲାଗେନି। ଆଉ ତା ଦେହରେ ଟିକେ ମୁଁ ରିଫାଇନ୍ ତେଲ ଦେଇଛି, କାହିଁକିନା ଚାଉଳକୁ ଚାଉଳ ଚିପକିବନି, ସେଥିପାଇଁ। ଏଠି ଚାଉଳକୁ ମୁଁ ଘଣ୍ଟେ ଆଗରୁ ବତୁରେଇ ନେଇଥିଲି। ଦେଖନ୍ତୁ ବଢ଼ିଆ ଭାବେ ଧୋଇକି ପରିଷ୍କାର କରିଦେଇଛି। ଏବେ ୟାକୁ ଦେଇଦେବା, ଆଉ ତାକୁ କୁକ୍ ମାନେ ବଏଲ୍ ହେବା ପାଇଁ ଛାଡ଼ିଦେବା। ଏଠି ହେଇଯାଇଛି, ମୁଁ ବନ୍ଦ କରିଦେଲି। ଏପଟେ ଆଉ ଗୋଟେ ପାତ୍ରରେ ଧୋଇକି ତେଲ ପକାଇଦେଲି, ଆଉ ତାପରେ ତା ଦେହରେ ଟିକେ ଘିଅ ବି ଦେବା ଆମେ। ମୁଁ ଦେବି ଏଇଠି ଦେଖନ୍ତୁ ଘିଅ ଦେଲି, 2 ଚାମଚ ଭଳି ଘିଅ ମୁଁ ଦେଲି। ତାପରେ ତାକୁ ଭଲସେ ଗରମ ହେବା ପାଇଁ ଛାଡ଼ିଦେବା। ସେ ଗରମ ହେଇଗଲା ଭିତରେ ଆମେ କ'ଣ କରିବା ନା, ସେପଟେ ଥଣ୍ଡା ହେଇକି ଥିବା ସେଇ ଯେଉଁ ମସଲାରେ ଆଣିକି ତା ଦେହରେ ଲେୟାରିଂରେ ଦେବା। ମୁଁ ଦେଇଦେଲି, ଦେଖନ୍ତୁ ମସଲା ପକାଇଦେବି। ଏବେ କଷି ଆସିଲାଣି। ଏ ମସଲାଟାକୁ ସବୁ ଦେଇଦେବା, ଆଉ ତା ଦେହରେ ଚାଉଳକୁ ଲେୟାରିଂ କରିକି ଦେଇଦେବା। ଏଇ ଭାବରେ ସବୁ ଦେଇଦେବା, କାହିଁକିନା ମୁଁ ସବୁଯାକ ଭିଡ଼ିଓ କରିପାରିବି। ଏବେ ମୋର ବିରିୟାନୀ ଦେଖନ୍ତୁ ଏଇଠି ମୁଁ ଲେୟାରିଂ କରିଦେଇଛି। ଏବେ ତାକୁ ଚପା ଦେଇଦେବା। ତା ଦେହରେ ମୁଁ ଉପରେ ଟିକେ ହାଲକା ବିରିୟାନୀ ମସଲା ଦେଇଦେଇଛି ବାସ୍ନା ପାଇଁ। ଆଉ ତା ଉପରେ ଆଉ ଟିକେ ଘିଅ ପକାଇବା, ଗରମ ମସଲା ଟିକେ ଦେଇଦେଲି। ତାପରେ ଆମେ ପକାଇବା ଘିଅ ଦେଲେ ସ୍ମେଲ୍ ଭଲ ଆସିଥାଏ, ସେଥିପାଇଁ ମୁଁ ଏଥିରେ ଘିଅ ୟୁଜ୍ କଲି ଆଉ ଟିକେ ଉପରେ, ଆଉ ବାସ୍ନା ବି ଭଲ ହେଇଥାଏ। ତା ଦେହରେ ମୁଁ ଢାଙ୍କି ଦେଲି, ତା ଦେହରେ ଟିକେ ଦମ୍ ଦେଇଦେଲି। ଏଇଟା ଚାପିଦେବା, ଆଉ ଏପଟେ ଗ୍ୟାସ୍ଟାକୁ ଅନ୍ କରିଦେଲି, ତାୱାଟା ବସାଇଦେଲି। ତାୱା ଟିକେ ସମୟ ତାତିବା ପାଇଁ ଛାଡ଼ିଦେବା, ଆଉ ସେପଟୁ ବନ୍ଦ କରି ଏପଟିକୁ ସିଫ୍ଟ କରିଦେବା, କାହିଁକିନା ଡାଇରେକ୍ଟ କଲେ ତଳ ଲାଗିବାର ସମ୍ଭାବନା ଅଛି, ସେଥିପାଇଁ। ତ ଦେଖନ୍ତୁ ମୋର ବିରିୟାନୀ ପୁରାପୁରି ହେଇଯାଇଛି। ଏଠି ମୋ ଝିଅକୁ ଖାଇବା ପାଇଁ ଦେଇଦେଇଛି। ଆଉ ସିଏ କହୁଛି ହଁ ବିରିୟାନୀ ଭଲ ହେଇଛି। ଗିନାଟା ତଳକୁ ଥୋଇଦେ। ଆଉ ମଜା ନେଇ ଖାଉଛି ସିଏ। ମୁଁ ତାର ଟିକେ ଛୋଟ ଭିଡ଼ିଓଟେ କରିଦେଇଛି। ତାପରେ ଏଠି ଆମର ବାଡ଼ି ଦେଇଛୁ, ରଖିଲି ଯେ ଭଲ ଲାଗୁଛି। ଏଇଟା ମୋର ଭଲ ଲାଗୁଛି।